ଖୋଳ କରିଦେଲେ ଜଙ୍ଗଲ, ଖୋଳ କରିଦେଲେ ପାହାଡ଼କୁ। ଏନ୍ଏଚ୍ କାମ ନାଁରେ କୋଟି କୋଟି ଟଙ୍କା ପଥର ଖଣିକୁ ଚଳୁ କରିଦେଲେ। ଲିଜ୍ ନଥାଇ ରାତିରେ ଚାଲିଛି ପଥର ଲୁଟ୍। ଅଭିଯୋଗ କଲେ ଦିଆଯାଉଛି ଧମକ। ଏଠି ଖଣି ବିଭାଗ, ପୋଲିସ, ତହସିଲ ବିଭାଗ ସ୍ୱର୍ଗକୁ ନିଶାନ ପରି ଚୁପ୍। କାହା ବଳରେ ବଳିଆନ ବୋଲି ଅଭିଯୋଗ କରନ୍ତି ସ୍ଥାନୀୟ ଅଧିକାରୀ। ଏ ହେଉଛି ସୁନ୍ଦରଗଡ଼ ଜିଲ୍ଲା ଗୁରିଣ୍ଡିଆ ବ୍ଲକର ମୂଷାପୋଷ ନିକଟରେ ଥିବା ପଥର ଖଣି। ଏନେଇ ତହସିଲଦାର କହିଛନ୍ତି, ଆମେ ତାକୁ ଫାଇନ୍ କରିଛୁ। ଲିଜ୍ ନାହିଁ ତାର। ଯଦି ଚଳାଉଛି ତାହେଲେ ଖଣି ବିଭାଗ ଆମେ ମିଶି କାର୍ଯ୍ୟାନୁଷ୍ଠାନ ନେବୁ। ଦେଖନ୍ତୁ ଏ ଦୃଶ୍ୟକୁ। ସରକାରୀ ନିୟମକୁ ଫୁ। ଲିଜ୍ ନଥାଇ ଖୁଲମଖୁଲା ଚାଲିଛି ପଥର ଲୁଟ୍। ଖାଇଗଲେ ଜଙ୍ଗଲ ଜମି, ଗଛ, ନିୟମ ବାହାରେ ବିରାଟକାୟ ଖାଲ। ଏ ନିକଟରେ ଥିବା ଗ୍ରାମର ଗାଈ, ବଳଦ, ଛେଳି ସ୍ଥାନୀୟ ଲୋକଙ୍କ ପାଇଁ ସାଜିଛି ମରଣ। ଗ୍ରାମର 500 ମିଟର ଦୂରରେ ବ୍ଲାଷ୍ଟିଂ ହେବା କଥା, ହେଲେ ମାତ୍ର 300 ମିଟରରେ କରାଯାଇଛି ବ୍ଲାଷ୍ଟିଂ, ଯାହା ଫଳରେ ପଥର ଖଣି ପାଖରେ ଥିବା ଗରିବ ନିରୀହ ଆଦିବାସୀ